ଆଜି ଆମେ ପଢ଼ିବା ଆମ ଚତୁର୍ଥ ଶ୍ରେଣୀ ସାହିତ୍ୟ କଳିକା ବହିର ଏକ ସୁନ୍ଦର ବିଷୟ ଯାହାକୁ ଲେଖିଛନ୍ତି ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସ। ବିଷୟର ନାମ ହେଲା ମାଟି ଗଲା ବିଗିଡ଼ି। ପିଲାମାନେ ମାଟି ଗଲା ବିଗିଡ଼ି କ'ଣ କିରେ? ମାଟିଟା କ'ଣ ବିଗିଡ଼ି ଗଲା? ତାହେଲେ ଦେଖିବା ଏ ବିଷୟକୁ ବୁଝିବା। ଏକ ସୁନ୍ଦର ବିଷୟ ଆମ ଜୀବନକୁ ଗଢ଼ିବା ପାଇଁ, ଏକ ନୂଆ କରି ତିଆରି କରିବା ପାଇଁ, ଜୀବନରେ ଆଗକୁ ବଢ଼ିବା ପାଇଁ ଏଇ ବିଷୟ ହେଉଛି ଗୋଟେ ପ୍ରେରଣା। ତାହେଲେ ବାପୁ ଆଉ ଦୀପୁ ହେଉଛନ୍ତି ପିଲାମାନେ ଦୁଇ ଭାଇ ହେଲା। ବାପୁ ହେଲା ବଡ଼, ଦୀପୁ ହେଲା ସାନ। ସେମାନେ ଦୁହେଁ କେଉଁଠି ପାଠ ପଢ଼ନ୍ତି? ଗାଁ ସ୍କୁଲରେ ପାଠ ପଢ଼ନ୍ତି। ସେ ଦୁହେଁ ଥରେ ଛୁଟିରେ ତାଙ୍କ ମଉସାଙ୍କ ଘରକୁ ବୁଲି ଯାଇଥିଲେ। ମଉସାଙ୍କ ଘର ଏକ ନଈକୂଳିଆ ମଫସଲ ଗାଁରେ। ବୁଝିହେଲା? ତାହେଲେ ମଉସାଙ୍କ ବାପା ଥିଲେ ଜଣେ ପାକଲା ବୁଢ଼ା, ମାନେ ପୁରା ପାଟି ପୁରା ତାଙ୍କର ପାକଲା ହେଇଯାଇଛି, ହେଲା ଦାନ୍ତ ଫାନ୍ତ ପଡ଼ିଯାଇଛି, ବହୁତ ବର୍ଷ ତାଙ୍କୁ ହେଇଗଲାଣି। ବୟସ ତାଙ୍କର 80 ହେବ ପିଲାମାନେ। ଏତେ ବୟସରେ ବି ସେ ଟାଣ ଅଛନ୍ତି। ଦାନ୍ତ କେତୋଟି ପଡ଼ିଯାଇଥିଲେ ବି ଆଉ ଯେଉଁ କେତୋଟି ଅଛି ସେଗୁଡ଼ିକ ବେଶ ମଜବୁତ ଅଛି। ଏବେ ବି ସେଥିରେ ସେ ମକା, କାକୁଡ଼ି, ପିଜୁଳି ଚୋବାଇ ଖାଇପାରନ୍ତି। ପିଲାମାନେ 80 ବର୍ଷରେ ସେମାନେ ଆଜି ମଧ୍ୟ କ'ଣ ପିଜୁଳି, କାକୁଡ଼ି ଚୋବେଇକି ଖାଇପାରୁଛନ୍ତି। ଚଷମା ନ ଲଗାଇ ବହି, ଖବରକାଗଜ ମଧ୍ୟ ପଢ଼ିପାରନ୍ତି। ବାପୁ ଦୀପୁ ତାଙ୍କୁ ଅଜା ବୋଲି ଡାକନ୍ତି। ବୁଝିହେଲା? ତାହେଲେ କ'ଣ ବିଷୟ ଦେଲା ପିଲାମାନେ? ତାହେଲେ ମଉସାଙ୍କ ଘର ପଛପଟେ ଗୋଟିଏ ବଡ଼ ବଗିଚା। ସେଇ ବଗିଚାରେ କେତେ ଜାତିର ଫୁଲ ଗଛ, ଫଳ ଗଛ ଲଗାଯାଇଛି। ବରଷର 12 ମାସ ସେଠାରେ ନାନା ପ୍ରକାର ପନିପରିବା ମଧ୍ୟ ଚାଷ କରାଯାଏ। ପିଲାମାନେ ଆମେ ଏଥିରୁ ଜାଣିଲେ ବର୍ଷକ କେତେ ମାସ? 12 ମାସ। ସେଦିନ ସକାଳେ ବାପୁ ଦୀପୁ ମଉସାଙ୍କ ଘରେ ପହଞ୍ଚିଲା ବେଳକୁ ଦେଖିଲେ ଅଜା ତାଙ୍କ ବଗିଚାରେ କାମ କରୁଛନ୍ତି। ସେ ମାଟି ହାଣୁଛନ୍ତି, ଘାସ ବାଛୁଛନ୍ତି, ଗଛ ମୂଳେ ମଧ୍ୟ ପାଣି ଦେଉଛନ୍ତି। ଭାଇ ଦୁହେଁ ଅଜାଙ୍କୁ ମୁଣ୍ଡ ନୁଆଁଇ ପ୍ରଣାମ କଲେ। ଅଜା ପିଲା ଦୁଇଟିଙ୍କୁ ଦେଖି ଭାରି ଖୁସି ହେଲେ। ପିଲାମାନେ ଆମେ ଜାଣିଛେ ଅଜା ମାନେ ଦେଖିଲେ, ତାଙ୍କ ନାତି ନାତୁଣୀ ଦେଖିଲେ ବହୁତ ଖୁସି ହୁଅନ୍ତି। ମୁହଁରୁ ଝାଳ ପୋଛି ଗୋଟିଏ ଗଛ ଛାଇରେ ଯାଇ ବସି ପଡ଼ିଲେ। ବାପୁ ଆଉ ଦୀପୁଙ୍କର ଭଲ ମନ୍ଦର ଖବର ଅଜା ପଚାରିଲେ। ବାପୁ କହିଲା, ଅଜା ଆପଣ ଏ ବୟସରେ ଏତେ ପରିଶ୍ରମ କରୁଛନ୍ତି କାହିଁକି? ଅଜା କହିଲେ, ମୋତେ ଅଳସୁଆ ହୋଇ ଘରେ ବସି ରହିବାକୁ ଭଲ ଲାଗେ ନାହିଁ। ସକାଳେ ସଞ୍ଜେ 2 ଓଳି ଏମିତି ଘଣ୍ଟେ ଲେଖାଏଁ ବଗିଚାରେ କାମ କରେ। ତଦ୍ୱାରା ଦେହ ମଧ୍ୟ ଭଲ ରୁହେ, ମନ ଫୁର୍ତ୍ତି ଲାଗେ। ତା ଛଡ଼ା କିଛି ଫଳ ଫସଲ ମଧ୍ୟ ଅମଳ କରି ହୁଏ। ଦୀପୁ କହିଲା, ଅଜା ଆପଣ ଘରେ ବସି କିଛି କାମ କରୁନାହାନ୍ତି, ଏ ଧୂଳି ମାଟିରେ କାହିଁକି ଘାଣ୍ଟି ହେଉଛନ୍ତି? ଅଜା କହିଲେ, କ'ଣ କହିଲୁ? ଧୂଳି ମାଟି? ଆରେ ଏଇ ମାଟି ହେଉଛି ଆମ ମା, ଏ ଧୂଳି ହେଉଛି ଚନ୍ଦନ। ଏ ମାଟି ନଥିଲେ ଆମେ କେଉଁଠି ଥାଆନ୍ତେ କହିଲୁ? ଅଜା କହୁଛନ୍ତି କଥା ହେଲା। ତାପରେ ଅଜା ଗୁଣୁ ଗୁଣୁ ହୋଇ ପାକୁଆ ପାଟିରେ କ'ଣ ପଦେ ଗୀତ ଗାଇ କୋଡ଼ି କୋଦାଳ ଧରି ଉଠିଲେ। କହିଲେ, ପିଲାଏ ଖରା ଟାଣ ହେଲାଣି, ତୁମକୁ ଭୋକ ଲାଗିବଣି, ଚାଲ ଘରେ ଖିଆପିଆ ସାରି କଥାବାର୍ତ୍ତା ହବା। ତାହେଲେ ପିଲାମାନେ ଏଥିରୁ ଆମେ ଜାଣିଲେ ମାଟି ହେଉଛି ଆମ ମା, ଏ ଧୂଳି ହେଉଛି ଆମ ପାଇଁ ଚନ୍ଦନ ହେଲା। ଏଇ ମାଟି ନଥିଲେ ଆମେ ମଧ୍ୟ ନଥାନ୍ତେ। ବାପୁ ଆଉ ଦୀପୁ ସେଦିନ ମଉସାଙ୍କ ଘରେ ରହିଲେ। ମଉସା ମାଉସୀ ତାଙ୍କୁ ଖୁବ୍ ସ୍ନେହ ଆଦର କଲେ। ଉପର ଓଳି ଖରା ନଇଁବା ପରେ ଅଜା ପୁଣି ବାହାରିଲେ ବଗିଚାକୁ। ବାପୁ ଦୀପୁ ମଧ୍ୟ ଗଲେ। ଅଜାଙ୍କ ସାଙ୍ଗରେ ମିଶି ସେ ଦୁହେଁ କେତେ କାମ କରି ପକାଇଲେ। ବଗିଚା କାମ ତାଙ୍କୁ ଭାରି ଭଲ ଲାଗିଲା। ତାପରେ କ'ଣ ହେଲା? ବାପୁ କହିଲା, ଅଜା ଆପଣଙ୍କ ବାଡ଼ିରେ ତ କେଡ଼େ ସୁନ୍ଦର ସୁନ୍ଦର ଫୁଲ ଫଳ ଫୁଟିଛି, କେତେ ଜାତିର ପରିବା ବି ଫଳିଛି, ଆପଣ କ'ଣ ବେଶୀ ପରିମାଣର ସାର ଦେଉଛନ୍ତି? ଅଜା କହିଲେ, ବେଶୀ ସାର ଦେଲେ ଯେ ବେଶୀ ଫସଲ ଅମଳ ହେବ ସେ କଥା ଠିକ୍ ନୁହେଁ। କେତେ ଜମିରେ କେତେ ସାର ଦିଆଯିବ ତାର ଏକ ହିସାବ ଅଛି। ତା ଛଡ଼ା ବଜାରରେ ଯେଉଁ କୃତ୍ରିମ ସାର ବା ରାସାୟନିକ ସାର ମିଳୁଛି ସେଇ ତ ସବୁ ଅନିଷ୍ଟର ମୂଳ। ଦୀପୁ କହିଲା, ସେ ସାର ଦେଲେ ତ ଅଧିକ ଫସଲ ଅମଳ ହେଉଛି, ତାହା ପୁଣି ଅନିଷ୍ଟ କରୁଛି କେମିତି?
ଅଜା କହିଲେ, ଶୁଣ ପିଲାଏ, ଆମ ଏଇ ନଈକୂଳିଆ ଗାଁଟିର ମାଟି ଆଗେ ଖୁବ୍ ଉର୍ବର ଥିଲା। ମଞ୍ଜିଟାଏ କି ଚାରାଟିଏ ପୋତିଦେଲେ ମନକୁ ମନ କାହିଁରେ କ'ଣ ବଢ଼ି ଯାଉଥିଲା। କିଛି ବର୍ଷ ତଳେ ଏଇ ଅଞ୍ଚଳରେ ଗୋଟିଏ ବଡ଼ ଧରଣର ବାତ୍ୟା ହେଲା। ବାତ୍ୟାରେ ଲୋକମାନଙ୍କ ଘରଦ୍ୱାର ଯାହା ତ ଭାଙ୍ଗିଲା, ତା ସହିତ ଅଧାରୁ ଅଧିକ ବଡ଼ ବଡ଼ ଗଛ ସବୁ ମଧ୍ୟ ଉପୁଡ଼ି ପଡ଼ିଲା। ବାତ୍ୟା ପରେ କ୍ଷେତ ବାଡ଼ିରେ ପୋକ ଭର୍ତ୍ତି ହୋଇଗଲେ। ପୋକଙ୍କ ଦାଉରୁ ଫସଲ ରକ୍ଷା କରିବା ପାଇଁ ଚାଷୀମାନେ ମନ ଇଚ୍ଛା ପୋକମାର ବିଷ ପକାଇଦେଲେ। ପିଲାମାନେ ଅଜା ତାକୁ ବୁଝାଉଛନ୍ତି, ବାହାର ଯେଉଁ କୀଟନାଶକ ଔଷଧ ମିଳୁଛି ସେ ସବୁ କ୍ଷତିକାରକ। ଆଗରୁ କ'ଣ ଥିଲା, ଆମ ଚାଷ ଜମି ବିଲ ସବୁ ଉର୍ବର ଥିଲା, କିନ୍ତୁ ଗୋଟିଏ ବାତ୍ୟା ହେବାରୁ ବାତ୍ୟାରେ ଲୋକଙ୍କ ଘରଦ୍ୱାର ଗଛ ବଡ଼ ବଡ଼ ଗଛ ସବୁ ଉପୁଡ଼ି ପଡ଼ିଗଲା ଏବଂ ବାତ୍ୟା କ୍ଷେତବାଡ଼ିରେ ପୋକ ମଧ୍ୟ ଭର୍ତ୍ତି ହୋଇଗଲେ। ପୋକଙ୍କ ଦାଉରୁ ରକ୍ଷା କରିବା ପାଇଁ ଚାଷୀମାନେ କ'ଣ କଲେ, ପୋକମରା ଔଷଧ ପକାଇ ଦେଲେ। ବାପୁ କହିଲା, ସେ ତ ପୋକମରା ଔଷଧ, ତାକୁ ଆପଣ ବିଷ ବୋଲି କାହିଁକି କହୁଛନ୍ତି? ଅଜା ଟିକିଏ ହସିଦେଲେ, କହିଲେ, ସେ ପ୍ରକୃତରେ ଔଷଧ ନୁହେଁ, ଖାଣ୍ଟି ବିଷ। କେବଳ ପୋକ କାହିଁକି, ସେଥିରେ କାଉ, ଚିଲ, ବଗ ଭଳି ପକ୍ଷୀଙ୍କ ସହିତ ଗୋରୁ, ଗାଈ, ଛେଳି, ମେଣ୍ଢା, ଏପରିକି ମଣିଷ ମଧ୍ୟ ମରିଯିବେ। ତାକୁ ଔଷଧ ନ କହି ବିଷ ବୋଲି କହିବା ଠିକ୍ ହେବ। ଅଜା ପୁଣି କହିଲେ, ଲୋକମାନେ ତ କ୍ଷେତବାଡ଼ିରେ ବିଷ ପକାଇବା ବେଳେ ଅବଶ୍ୟ ଗଛପତ୍ରରୁ ପୋକ ମରିଗଲେ, ହେଲେ ଆଉ ଗୋଟାଏ କ୍ଷତି ହେଲା, ମାଟିରୁ ଜିଆମାନେ ମଧ୍ୟ ମରିଗଲେ। ପିଲାମାନେ, ଆମେ ଦେଖିଥିବା ଜିଆମାନେ ପିଲାଦିନେ ଯେତେବେଳେ ଆମେ ମାଛ କଣ୍ଟା ଧରି ମାଛ ଖାଡ଼ି ପକାଇ ଯାଉଥିବା, ଜିଆ ସେଥିରେ ଗୁଞ୍ଜୁଥିବା, ସେଇ ଜିଆ କ'ଣ କରେ, ମାଟିର ଉର୍ବରତା ବୃଦ୍ଧି କରେ। ମାନେ ଫସଲ ଏଥିରେ ଅଧିକ ହେବ ଯଦି ଜିଆ ମାଟିରେ ଅଛି। ତେଣୁ ଆମେ ଯଦି ବିଷ ପକାଇବା ତାହେଲେ ଜିଆ ମରିଗଲା, ମାଟିର ଗୋଟିଏ ଥର ସିନା ଭଲ ଫସଲ ଅମଳ ହେଇଯିବ, ନେକ୍ସଟ ଥର ଆମର ମାଟି ଆଉ ଉର୍ବର ନାହିଁ, କାରଣ ସେଇଥିରେ ଆଉ ଜିଆ ନାହିଁ। ତେଣୁ ସେ ସାରା ଜୀବନ ପର୍ଯ୍ୟନ୍ତ ମାଟି ବିଗିଡ଼ି ଯିବ। ସେଇଥିପାଇଁ ବିଷର ନାଁ ଦିଆଯାଇଛି ମାଟି ବିଗିଡ଼ିଗଲା। ପିଲା ଦୁହେଁ ହଠାତ୍ ବୁଝିପାରିଲେ ନାହିଁ ଯେ ମାଟିରୁ ଜିଆମାନେ ମରିବାର କ୍ଷତି କ'ଣ ହେଲା। ଅଜା କହିଲେ, ବୁଝିଲ, ଜିଆ ହେଉଛି କୃଷକର ପ୍ରକୃତ ବନ୍ଧୁ। ମାଟି ଭିତରେ ଅସଂଖ୍ୟ ଅଣୁଜୀବ ଅଛନ୍ତି। ସେମାନେ ଏତେ କ୍ଷୁଦ୍ର ଯେ ଖାଲି ଆଖିକୁ ଦେଖାଯାଆନ୍ତି ନାହିଁ। ଜିଆମାନେ ମାଟିକୁ ଖୋଳନ୍ତି, ଏଠି ଦେଖ ଜିଆ ଚିତ୍ର ଦେଇଛି ଗୋଟେ, ମାଟିକୁ ସେମାନେ ଖାଆନ୍ତି। ଜିଆମାନେ ମାଟିକୁ ଖୋଳିଲେ ତାହା ଫସଫସିଆ ହୋଇଯାଏ, ମାନେ ଉର୍ବର ହୋଇଯାଏ। ମାଟିକୁ ଫସଫସିଆ କରିବାରେ ଅଣୁଜୀବମାନେ ସାହାଯ୍ୟ କରନ୍ତି, ତା ଫଳରେ ମାଟି ଉର୍ବର ହୋଇଯାଏ। ବାପୁ ଦୀପୁ ଆଗ୍ରହରେ ଅଜାଙ୍କ କଥା ଶୁଣୁଥିଲେ। ସେମାନେ ପଚାରିଲେ, ତାପରେ କ'ଣ ହେଲା? ଅଜା କହିଲେ, ପୋକମରା ବିଷ ପ୍ରୟୋଗ ଫଳରେ ମାଟିରୁ ଜିଆ ମଲେ, ତାଙ୍କ ସହିତ ଉପକାରୀ ଅଣୁଜୀବମାନେ ମଧ୍ୟ ମରିଗଲେ। ଫଳରେ ମାଟିର ଜୀବନ ଶକ୍ତି ଚାଲିଗଲା। ସେ ଆଉ ଲୋକଙ୍କ କଥା ଶୁଣିଲା ନାହିଁ। ତାପରେ ଲୋକମାନେ ମାଟିରେ ଦେଲେ ରାସାୟନିକ ସାର। ଏହାଦ୍ୱାରା ଫସଲ ସିନା ଭଲ ହେଲା, ମାତ୍ର ମାଟିର ସ୍ୱଭାବଟା ବିଗିଡ଼ି ଗଲା। ସାର ଦେଲେ ଫଳିବ, ନହେଲେ ନାହିଁ। ତା ସହିତ ପୁଣି ଶାଗ ପତର ଠାରୁ ଆରମ୍ଭ କରି ପନିପରିବା ପର୍ଯ୍ୟନ୍ତ ସବୁଥିରେ ଛିଞ୍ଚାଗଲା ମାରାତ୍ମକ ପୋକମରା ବିଷ। ତାହେଲେ ପିଲାମାନେ, ଆମେ ଜାଣିଲେ ଯେ ଆଗରୁ ଯେଉଁ ମାଟିର ଉର୍ବରତା ଥିଲା ତାହା କମିଗଲା ଏଇ ପୋକମରା ବିଷ ଦ୍ୱାରା। ତେଣୁ ବର୍ତ୍ତମାନ କ'ଣ ହେଉଛି, ସାର ଦେଲେ ଯାଇକି ଫସଲ ହେଉଛି, ବିନା ସାରରେ ଫସଲ ହେଉନି। କାରଣ ମାଟିରେ ତ ଉର୍ବରତା ନାହିଁ, କାରଣ ମାଟିରେ ତ ଜିଆ ନାହିଁ, ମାଟିରେ ତ ଉପକାରୀ ଅଣୁଜୀବ ନାହାନ୍ତି। ତାହେଲେ ଫସଲ ଉର୍ବରତା ହେବ କେମିତି, ଫସଲ ଫସଫସିଆ ହେବ କେମିତି, ଭଲ ଅମଳ ହେବ କେମିତି? ତାହେଲେ ତା ପାଇଁ ଆମକୁ ଦେବାକୁ ପଡ଼ିବ ମାର୍କେଟରେ ମିଳିଥିବା ରାସାୟନିକ ସାର, ଯାହାକି ଆମ ଶରୀର ପାଇଁ କ୍ଷତିକାରକ, ମାଟି ପାଇଁ କ୍ଷତିକାରକ, କିନ୍ତୁ ଆମେ ତାକୁ ପକାଇ ଚାଲିଛେ, ଆମେ କାହାରି କଥା ଶୁଣୁନାହିଁ। ପ୍ରତିଦିନ ବଜାରରୁ ଆମେ ଯେଉଁ ପନିପରିବା କିଣିକରି ଖାଉଛୁ, ତା ଦେହରେ କେତେ ବିଷ ଲାଗି କରି ରହିଛି ଜାଣିଛ? ସେ ସବୁ ତ ଆମ ପେଟକୁ ଯାଉଛି, ଆମେ ତ ସବୁଦିନ ବିଷ ଖାଉଛେ। ବାପୁ କହିଲା, ଅଜା, ଆପଣ ରାସାୟନିକ ସାର ଓ ପୋକମରା ବିଷ ବ୍ୟବହାର କରୁନାହାନ୍ତି? ଅଜା ଜୋର ଦେଇ କହିଲେ, ନା ନା ନା, ମୁଁ ଏସବୁ କେବେ ବ୍ୟବହାର କରେ ନାହିଁ। ଆମ ପାଖରେ ତ ଢେର ପ୍ରାକୃତିକ ସାର ଅଛି,
ପିଡ଼ିଆ, ଗୋବର ଖତ, କମ୍ପୋଷ୍ଟ ଖତ ଏସବୁ ହେଉଛି ପ୍ରାକୃତିକ ସାର। ପ୍ରାକୃତିକ ସାର ଦେଲେ ପୋକମରା ବିଷ ପକାଇବା ଦରକାର ନାହିଁ। ତା ଫଳରେ ଆମେ ଶୁଦ୍ଧ ଖାଦ୍ୟ ପାଇବା। ତାହେଲେ ପିଲାମାନେ ଆମେ ଯଦି ମାରାତ୍ମକ ରାସାୟନିକ ସାର ପକାଇବା ତାହେଲେ ମାରାତ୍ମକ ଖାଦ୍ୟ ପାଇବା। ଯଦି ଶୁଦ୍ଧ ସାର ପକାଇବା ଆମେ ଶୁଦ୍ଧ ଖାଦ୍ୟ ପାଇବା। ତାହେଲେ ଆମକୁ କ'ଣ ଦରକାର ସେଇଟା ଆମ ଯେତେବେଳେ ବଡ଼ ହେବା ଆମେ ଯଦି ପାଠ ପଢ଼ିଥିବା ତାହେଲେ ଆମେ ସେଇଟା ପ୍ରୟୋଗ କରିବା। ବୁଝିହେଲା ତ ପିଲାମାନେ? ତାହେଲେ ଅଜାଙ୍କ ଠାରୁ ଏତେ କଥା ଶୁଣିବା ପରେ ବାପା ମୁଣ୍ଡରେ ଗୋଟିଏ ପ୍ରଶ୍ନ ଖେଳୁଥିଲା। ବାପୁ ମୁଣ୍ଡରେ ହେଲା। ବାତ୍ୟାରେ ତ ଗଛ ଉପୁଡ଼ିଲା, ହେଲେ କ୍ଷେତରେ ପୋକ ବଢ଼ିଲେ କାହିଁକି? ଅଜା ତାର ସନ୍ଦେହ ଦୂର କରିବାକୁ ଯାଇ କହିଲେ, ଗଛରେ ଚଢ଼େଇମାନେ ବସା କରି ରୁହନ୍ତି। ସେମାନେ ବିଲବାଡ଼ିରୁ ପୋକ ଖାଆନ୍ତି। ବାତ୍ୟାରେ ଗଛ ଉପୁଡ଼ି ଯିବାରୁ ସେମାନଙ୍କ ମଧ୍ୟରେ କେତେକ ମଲେ, ଆଉ କେତେକ ଆଶ୍ରୟହୀନ ହୋଇ ଅନ୍ୟ ଆଡ଼େ ଉଡ଼ିଗଲେ। ଫଳରେ ପୋକ ସଂଖ୍ୟା ବଢ଼ିଗଲା। ବୁଝିହେଲା? ତାହେଲେ ସେ ଯେଉଁ ଗଛ ଅଛି ସେ ଗଛର ଯେଉଁ ଚଢ଼େଇମାନେ ସେମାନେ ସେ ପୋକକୁ ଖାଆନ୍ତି। ଯେହେତୁ ବାତ୍ୟା ହେଲା କେତେକ ମରିଗଲେ ଏବଂ ଗଛ ଉପୁଡ଼ି ଯିବାରୁ ଆଉ କେତେକ କୁଆଡ଼େ ଉଡ଼ିକି ଚାଲିଗଲେ। ଗୋଟିଏ କଥାରୁ ଯେ ଏତେ କଥା ଘଟିଯାଏ ଏକଥା ଜାଣି ଦୁଇ ଭାଇ ଚୁପ୍ ରହିଲେ। ଏଥର ଅଜା ଉଠିଲେ, କହିଲେ, ଚାଲ ପିଲାଏ, ସନ୍ଧ୍ୟା ହେଲାଣି, ଘରକୁ ଯିବା। କେତେ ସୁନ୍ଦର ବିଷୟ ପିଲାମାନେ। ଆମେ ଯେତେବେଳେ ପିଢ଼ି ହେବା, ବଡ଼ ହେବା, ଆମେ ମଧ୍ୟ ଆମ ଯେଉଁମାନେ ଚାଷ କରୁଛନ୍ତି ତାଙ୍କୁ ବତେଇବା ରାସାୟନିକ ସାର ପ୍ରୟୋଗ ନ କରି କ'ଣ ନିଜର କମ୍ପୋଷ୍ଟ ଖତ, ଗୋବର ଏସବୁ ପକାଇବା ପାଇଁ। ଧନ୍ୟବାଦ ପିଲାମାନେ।